जय जगन्नाथ ମୁଁ ଅବିନାଶ ସ୍କିଲ୍ ବାର୍ଡ ଏଜୁକେସନକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆଲୋଚନା କରିବା କିଛି ପରୀକ୍ଷା ଉପଯୋଗୀ କରେଣ୍ଟ ଆଫେୟାର୍ସ। ପ୍ରଥମ ପ୍ରଶ୍ନ, ନ୍ୟୁମ୍ବିଓ ସେଫ୍ଟି ଇଣ୍ଡେକ୍ସ 2025ରେ ବିଶ୍ୱର ସବୁଠୁ ସୁରକ୍ଷିତ ଦେଶ ଭାବରେ ଭାରତ କେତେତମ ସ୍ଥାନରେ ରହିଛି? ଏହାର ସଠିକ ଉତ୍ତର ହେଉଛି 66ତମ ସ୍ଥାନ। ଦ୍ୱିତୀୟ ପ୍ରଶ୍ନ, ନିକଟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶର ମାନ୍ୟତା ପାଇଥିବା ୟୁରୋପୀୟ ଦେଶ ଅଣ୍ଡୋରା କେଉଁ ପର୍ବତମାଳାରେ ଅବସ୍ଥିତ? ଏହାର ସଠିକ ଉତ୍ତର ହେଉଛି ପାଇରେନିଜ୍ ପର୍ବତମାଳା। ତୃତୀୟ ପ୍ରଶ୍ନ, ଟ୍ରାଭେଲ ପ୍ଲସ୍ ଲିଜରର ସର୍ଭେ ଅନୁଯାୟୀ କେଉଁ ବିମାନ ବନ୍ଦରକୁ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବିମାନ ବନ୍ଦରର ଆଖ୍ୟା ଦିଆଯାଇଛି? ଏହାର ସଠିକ ଉତ୍ତର ହେଉଛି ଇସ୍ତାନବୁଲ ଏୟାରପୋର୍ଟ। ଚତୁର୍ଥ ପ୍ରଶ୍ନ, ଫିଡେ ମହିଳା ଚେସ୍ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିଥିବା ପ୍ରଥମ ଭାରତୀୟ ମହିଳା କିଏ? ଏହାର ସଠିକ ଉତ୍ତର ହେଉଛି କୋନେରୁ ହମ୍ପି। ପଞ୍ଚମ ପ୍ରଶ୍ନ, ନିକଟରେ ଭାରତରେ ବିକଶିତ ହୋଇଥିବା ମ୍ୟାଲେରିଆ ଟୀକାର ନାମ କ'ଣ? ଏହାର ସଠିକ ଉତ୍ତର ହେଉଛି ଆଡଫ୍ୟାଲସିଭ୍ୟାକ୍ସ। ଷଷ୍ଠ ପ୍ରଶ୍ନ, କେଉଁ ଦେଶ 2027, 2029 ଏବଂ 2031ରେ ହେବାକୁ ଥିବା ତିନୋଟି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଆୟୋଜନ କରିବ? ଏହାର ସଠିକ ଉତ୍ତର ହେଉଛି ଇଂଲଣ୍ଡ। ସପ୍ତମ ପ୍ରଶ୍ନ, ଅଧିକ ଭିଡ଼ ହ୍ରାସ କରିବା ଏବଂ ଭୋଟରଙ୍କ ସୁବିଧା ପାଇଁ ପ୍ରତି ପୋଲିଂ ବୁଥରେ ଭୋଟରଙ୍କ ସଂଖ୍ୟା 1200ରୁ କମ୍ ରଖିବାରେ କେଉଁ ରାଜ୍ୟ ଭାରତର ପ୍ରଥମ ରାଜ୍ୟ ହୋଇଛି? ଏହାର ସଠିକ ଉତ୍ତର ହେଉଛି ବିହାର। ଅଷ୍ଟମ ପ୍ରଶ୍ନ, ଭାରତରେ ପ୍ରତିବର୍ଷ କେଉଁ ତାରିଖରେ ଜାତୀୟ ଆମ୍ବ ଦିବସ ବା ନ୍ୟାସନାଲ ମ୍ୟାଙ୍ଗୋ ଡେ ପାଳନ କରାଯାଏ? ଏହାର ସଠିକ ଉତ୍ତର ହେଉଛି ଜୁଲାଇ 22। ନବମ ପ୍ରଶ୍ନ, କେଉଁ ତାରିଖରେ ଭାରତରେ ଜାତୀୟ ପତାକା ଦିବସ ପାଳନ କରାଯାଏ? ଏହାର ସଠିକ ଉତ୍ତର ହେଉଛି ଜୁଲାଇ 22। ଦଶମ ପ୍ରଶ୍ନ, ନିକଟରେ କେଉଁ ଦେଶର କାମଚାଟକା ଅଞ୍ଚଳର ପୂର୍ବ ଉପକୂଳରେ 7.4 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି? ଏହାର ସଠିକ ଉତ୍ତର ହେଉଛି ରଷିଆ। ତ ଏଇ ଥିଲା ଦେଶ, ବିଦେଶ ଓ ରାଜ୍ୟର କିଛି ବଛା ବଛା କରେଣ୍ଟ ଆଫେୟାର୍ସ। ଆମ ଚ୍ୟାନେଲର ଉଦ୍ଦେଶ୍ୟ ଆପଣଙ୍କ ଏକ୍ଜାମ ପ୍ରିପାରେସନକୁ ଆହୁରି ଉନ୍ନତ କରିବା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ନିମ୍ନରେ ଆପଣଙ୍କ ମତାମତ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।